750 ଟଙ୍କା 10,000 ହେଇଯିବ। 1,000 ଟଙ୍କା ଇନଭେଷ୍ଟ କଲେ 18,000 ଟଙ୍କା ହେଇଯିବ। ତ ଏମିତି ବହୁତ ଇନଷ୍ଟାଗ୍ରାମରେ ଅବିକା ମେସେଜ ଆପଣଙ୍କୁ ଆସୁଛି, ବହୁତ ରିଲ୍ସ ବି ସମସ୍ତେ ପକାଉଛନ୍ତି। ତ ମନେ ରଖନ୍ତୁ ଏସବୁ ଗୋଟେ ଗୋଟେ ସ୍କାମ୍ ଚାଲିଛି। ବହୁତ ଫେକ୍ ପ୍ରୋଫାଇଲ ବି ବନଉଛନ୍ତି। ପ୍ରୋଫାଇଲ ପୁରା ଏମିତି ଥିବ କି ସେ ଓଡ଼ିଶାରୁ ଗୋଟେ ସିଟି କଟକ କି ଭୁବନେଶ୍ୱର କି ରାଉରକେଲା କି ଢେଙ୍କାନାଳରୁ ଥିବେ, କିନ୍ତୁ ଆକ୍ଚୁଆଲି ପ୍ରୋଫାଇଲଟା ସବୁବେଳେ ମନେ ରଖନ୍ତୁ ଓଡ଼ିଶା ବାହାରୁ ହିଁ ହେଇଥିବ। ଆପଣ ଯଦି ତାକୁ ମେସେଜ କରିବେ ସେ କେବେ ଓଡ଼ିଆରେ ଲେଖିବେନି, ସବୁବେଳେ ହିନ୍ଦୀରେ ହିଁ କଥା ହଉଥିବେ। କିନ୍ତୁ ପ୍ରୋଫାଇଲଟା ପୁରା ଏମିତି ଥିବ ଯେମିତି ଓଡ଼ିଶାରୁ, କଟକରୁ, ଭୁବନେଶ୍ୱରରୁ, ଢେଙ୍କାନାଳ, ପୁରୀ ଏଇଠୁ ପିଲା ବୋଲିକିନା ଆପଣ ଭାବିବେ। କିନ୍ତୁ ଏଥିରେ କ'ଣ ହେଉଛି, ଟୋଟାଲି ଆପଣ ଧର ପଇସା ଦେଇଦେବେ, 750 ଟଙ୍କା ଦେଇଦେବେ, 1,000 ଟଙ୍କା ଦେଇଦେବେ, ଟେଷ୍ଟିଂ କରିବା ପାଇଁ ଦେଇଦେବେ, ସେ ପଇସା ଗଲା। ତାପରେ ସେ ଆପଣଙ୍କୁ ପଇସା ନେଇକି ବ୍ଲକ୍ କରିଦେବେ। ଭାବନ୍ତୁ 750 ଟଙ୍କା ପାଇଁ କି ଯାଇକି ଆଉ ବଡ଼ କମ୍ପ୍ଲେନ୍ କରିବନି। ସେଥିପାଇଁ କ'ଣ ହେଉଛି, ଏମିତି ଛୋଟ ଛୋଟ ଏମାଉଣ୍ଟ ବହୁତ ଟଙ୍କା ନେଇକି ସ୍କାମ୍ କରୁଛନ୍ତି। ବହୁତ କଲେଜ ଷ୍ଟୁଡେଣ୍ଟ ଭାବୁଛନ୍ତି ଯେ 750 ଟଙ୍କା ଦେଇଦେବି 10,000 ହେଇଯିବ, କାଳେ ଏମିତି କିଛି ସ୍କିମ୍